ଜାତୀୟ ପରମ୍ପରାର ସୃଷ୍ଟି କେମିତି ହେବ? ଭାଷାର ବିନିମୟ ଯୋଗୁଁ, ପରସ୍ପର ବିନିମୟ ଯୋଗୁଁ ଆମେ ଚଳିପାରୁଛେ ବା ଦୈନନ୍ଦିନ ଜୀବନରେ ଆମେ ଗ୍ରାମ ଗହଳିରେ ବା ସହର ବଜାରରେ ଚଳିପାରୁଛେ। ତେଣୁ ଆମେ ଓଡ଼ିଆ, ଆମେ ବି ମଧ୍ୟ ଆମ ଭାଷା ମଧ୍ୟ ଓଡ଼ିଆ। ତେଣୁ ସମସ୍ତ କବି କବୟିତ୍ରୀମାନଙ୍କୁ ମୁଁ ପୁଣି ଧନ୍ୟବାଦ ଦେବି ଯେ କେତେ ପରିଶ୍ରମ କରି ବିନା ଅର୍ଥରେ ଆଗେ କବିତାଟିଏ ପଠେଇଲେ ପଇସା ତାଙ୍କୁ କିଛି ପାରିଶ୍ରମିକ ମିଳୁଥିଲା, ପତ୍ରିକା ବାଲା ପେପର ବାଲା ଦେଉଥିଲେ, ଏବେ ଦେଉନାହାନ୍ତି। କାହିଁକି ନା ଆମର କବି ସଂଖ୍ୟା ବଢ଼ିଯାଇଛି, ଭଲ ହେଇଛି। କାହିଁକି ନା କବିତାର ସେବା କରିବାକୁ ସେତେ ଲୋକ ନଥିଲେ ପ୍ରଥମେ। ବର୍ତ୍ତମାନ ବହୁ ସାହିତ୍ୟ ସଂସଦ ଗଠନ ହେଲାଣି ଏବଂ ସମସ୍ତଙ୍କୁ ଧନ୍ୟବାଦ, କାହିଁକିନା ଉତ୍ସବ କରୁଛନ୍ତି, କବିମାନଙ୍କୁ କବିତ୍ରୀମାନଙ୍କୁ ସୁଯୋଗ ଦେଉଛନ୍ତି, ସମସ୍ତେ କବିତା ପଢ଼ୁଛନ୍ତି, କିଏ ପ୍ରବନ୍ଧ ପଢ଼ୁଛି। ଏଠି ସମୟ ନା ବୋଲି ପ୍ରବନ୍ଧ ପଢ଼ି ହେଉନାହିଁ, କବିତା ପଢ଼ି ଦେଉଛନ୍ତି। କିନ୍ତୁ ଯାହା ହଉ ନାଟ୍ୟକାର ଅଛନ୍ତି, ଗାଳ୍ପିକ ଅଛନ୍ତି। ତେଣୁ ଯେକୌଣସି ମାଧ୍ୟମରେ ଆମ ସାହିତ୍ୟକୁ ବଞ୍ଚେଇ ରଖିଛନ୍ତି। ସାହିତ୍ୟର ମାନ ବୃଦ୍ଧି ହେଇ ଚାଲିଛି। ଆଉ 20 ବର୍ଷ ପରେ ଓଡ଼ିଶାରେ ମାନେ ବହି ସଂଖ୍ୟା, କବି ସଂଖ୍ୟା, କବୟିତ୍ରୀ ସଂଖ୍ୟା ବହୁତ ଗୁଣେ ବଢ଼ିଯାଇଥିବ ଏବଂ କବି କବୟିତ୍ରୀ ଆଉ ଆମ ଓଡ଼ିଆ ଭାଷାକୁ ଅନ୍ୟମାନେ ଡରିବେ। ଅନ୍ୟ ରାଜ୍ୟ ଲୋକ ଡରିବେ, କାହିଁକିନା ଅନ୍ୟ ରାଜ୍ୟରେ ଏତେ କବି ସୃଷ୍ଟି ହେଇନାହାନ୍ତି। କାହିଁକିନା ହିନ୍ଦୀ ଟିକେ କଷ୍ଟ, ସଂସ୍କୃତ କଷ୍ଟ, ଇଂରାଜୀ କଷ୍ଟ, ତେଣୁ ତାଙ୍କ ଭାଷାରେ ସେ ଲେଖୁଛନ୍ତି, କିନ୍ତୁ ଏତେ ଲେଖିପାରୁନାହାନ୍ତି। ସେ କ୍ଲିଷ୍ଟ ଭାଷା, ତେଲୁଗୁ ଦେଖନ୍ତୁ, ତାମିଲ ଦେଖନ୍ତୁ, ମାଲୟାଲମ ଦେଖନ୍ତୁ, ସେଟା ଭାରି କ୍ଲିଷ୍ଟ ଭାଷା। ସେଠି ବେଶୀ କବିଙ୍କର ସୃଷ୍ଟି ହେଇନାହିଁ। ଓଡ଼ିଆ ଆମେ କହୁ ଓଡ଼ିଆ, କିନ୍ତୁ ଓଡ଼ିଆ ଗୋଟେ ଭାଷା, ମଧୁର ଭାଷା ଏବଂ ରାଷ୍ଟ୍ରଭାଷା ମଧ୍ୟ ହେଇଗଲାଣି, ତାକୁ ସ୍ୱୀକୃତି ମିଳିସାରିଲାଣି। ତେଣୁ ସମୟର ଅଭାବ ଯୋଗୁଁ ମୁଁ ଆଉ ବେଶୀ କିଛି କହିବିନି। ସମସ୍ତ କବିମାନଙ୍କୁ ପୁଣି ଧନ୍ୟବାଦ ଅର୍ପଣ କରି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଜଗନ୍ନାଥ।